Good morning, students. Today we will discuss section 4 of the poem The Cat and the Dog. Number 5. Write at least 2 holy places. ଯେକୌଣସି ଦୁଇଟି ଧାର୍ମିକ ସ୍ଥଳୀ ବା ତୀର୍ଥ ସ୍ଥାନର ନାମ ଲେଖିବ। ଇନ୍ ଇଣ୍ଡିଆ, ଇନ୍ ଓଡ଼ିଶା, ଇନ୍ ୟୋର୍ ଲୋକାଲିଟି। ଆମର ଭାରତରେ ଥିବା ଦୁଇଟି ତୀର୍ଥସ୍ଥାନ ବା ଧାର୍ମିକ ସ୍ଥଳୀର ନାମ, ଆମର ଓଡ଼ିଶାରେ ଥିବା ଦୁଇଟି ଧାର୍ମିକ ସ୍ଥଳୀ ବା ତୀର୍ଥସ୍ଥାନର ନାମ, ଆମର ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ଧାର୍ମିକ ସ୍ଥଳୀ ବା ତୀର୍ଥସ୍ଥାନର ନାମ। Number 6. See the example how two sentences are joined together to make them one. ଏଠି ଗୋଟେ ଏକ୍ଜାମ୍ପଲ୍ ଅଛି, ଦୁଇଟି ସେଣ୍ଟେନ୍ସ ଅଛି, ଦୁଇଟି ସେଣ୍ଟେନ୍ସକୁ କିପରି ଗୋଟିଏ ସେଣ୍ଟେନ୍ସ କରାଯାଇଛି ସେଇଟା ବି ଆମେ ଦେଖିବା। ଏକ୍ଜାମ୍ପଲ୍, I thought I will go by bus. I thought ଗୋଟେ ସେଣ୍ଟେନ୍ସ, I will go by bus ଆଉ ଗୋଟେ ସେଣ୍ଟେନ୍ସ। ସେଇ ଦୁଇଟା ସେଣ୍ଟେନ୍ସକୁ ଜଏଣ୍ଟ କରିକି ଲେଖା ହେଇଛି I thought of going by bus. Join the following pairs of sentence in this way. ଠିକ୍ ସେଇଭଳି ଭାବରେ ତଳେ ଥିବା ଚାରୋଟି ସେଣ୍ଟେନ୍ସକୁ ଜଏଣ୍ଟ କରିକି ଗୋଟିଏ ସେଣ୍ଟେନ୍ସରେ ଲେଖିବା। ଏଗୁଡ଼ିକ ତୁମେମାନେ ନିଜେ କରିବ। ସେକ୍ସନ୍ 5 ଆନ୍ସର୍ ଦି ଫଲୋଇଂ କ୍ୱେଶ୍ଚିନ୍ସ। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ତଳେ 5ଟି କ୍ୱେଶ୍ଚିନ୍ ଅଛି, ତୁମମାନଙ୍କ ପାଇଁ କାମ ହେଲା ତୁମେ ସେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବ। ହ୍ୱାଟ୍ ଇଜ୍ ଦ ପଏମ୍ ଆବାଉଟ୍? ଏ ପଏମ୍ଟି କାହା ସମ୍ବନ୍ଧରେ କୁହାଯାଇଛି? ହୁ ଇଜ୍ ଥିନ୍? କିଏ ପତଳା? ହୁ ଇଜ୍ ଫ୍ୟାଟ୍? କିଏ ମୋଟା? ହୁ ଟେଲ୍ସ ଲାଇଜ୍? କିଏ ମିଛ କହିଥିଲା? ହୁ ଡୁ ୟୁ ଲାଇକ୍? ତୁମକୁ କିଏ ଭଲ ଲାଗେ? ସେକ୍ସନ୍ 6 ଲେଟ୍ସ ରାଇଟ୍ ଦ ଷ୍ଟୋରି। ଦିସ୍ ପଏମ୍ ଇଜ୍ ଲାଇକ୍ ଏ ଷ୍ଟୋରି। ଫିଲ୍ ଇନ୍ ଦି ବ୍ଲାଙ୍କ୍ସ ଆଣ୍ଡ ରାଇଟ୍ ଦି ଷ୍ଟୋରି ଅଫ୍ ଦି ପଏମ୍। ଏହି ପଏମ୍ଟା ମଧ୍ୟ ଗୋଟିଏ ଗପ ଭଳି, ତୁମେମାନେ ବ୍ଲାଙ୍କକୁ ଫିଲ୍ଅପ୍ କରିବ। ତୁମମାନଙ୍କ ପାଇଁ କାମ ହେଲା ସେକ୍ସନ୍ 4, ସେକ୍ସନ୍ 5 ଏବଂ ସେକ୍ସନ୍ 6ର କ୍ୱେଶ୍ଚିନ୍ ଆନ୍ସର୍କୁ ଖାତାରେ କରିକି ଆଣିବ।